প্রিয় বନ୍ଧୁ, ଆପଣ ଉପଦେଶ ଶୁଣିବାକୁ ଭଲ ପାଆନ୍ତି କି? ଆଜିର ଜଗତରେ ଉପଦେଶ ଶୁଣିବାକୁ କେହି ଭଲ ପାଆନ୍ତି ନାହିଁ। ଅନ୍ୟପକ୍ଷରେ ସମସ୍ତେ ଉପଦେଶ ଦେବାକୁ ଇଚ୍ଛା କରନ୍ତି। କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଉପଦେଶ ପାଳନ କରିବା ଦ୍ୱାରା ଆମ ଜୀବନରେ କ'ଣ ସବୁ ଆଶୀର୍ବାଦ ଆମେ ପାଇଥାଉ? ପ୍ରଥମ ଆଶୀର୍ବାଦ ହେଲା ସେ ମର୍ଯ୍ୟାଦା ପାଇବ। କେତେ ବିଷୟ ସମସ୍ତେ ପାଆନ୍ତି କିନ୍ତୁ ମର୍ଯ୍ୟାଦା ପାଇନଥାନ୍ତି। ଯେଉଁମାନେ ଅନୁଯୋଗ ଗ୍ରହଣ କରନ୍ତି ଓ ଧର୍ମାଚରଣ କରନ୍ତି ସେମାନେ କେବଳ ମର୍ଯ୍ୟାଦା ପାଇବେ ତାହା ନୁହଁ, ସେମାନଙ୍କ ବାଞ୍ଛା ମଧ୍ୟ ପୂର୍ଣ୍ଣ ହୁଏ। ଯାହା ଇଚ୍ଛା କରନ୍ତି ତାହା ସିଦ୍ଧ ହୁଏ। ମନୁଷ୍ୟ ଅନେକ ବିଷୟ ବାଞ୍ଛା କରନ୍ତି କିନ୍ତୁ ପାଇନଥାନ୍ତି। ସବୁଠାରୁ ବଡ଼ ଆଶୀର୍ବାଦ ହେଲା ଯିଏ ଅନୁଯୋଗ ଗ୍ରହଣ କରେ ସେ ଆଶୀର୍ବାଦ ପାଏ ଓ ତାଙ୍କ ସନ୍ତାନମାନେ ମଧ୍ୟ ଆଶୀର୍ବାଦ ପାଆନ୍ତି। ଏହା କ'ଣ ମହାନ ବିଷୟ ନୁହେଁ କି? ଆମ ପିଲାମାନେ ମଧ୍ୟ ପ୍ରଭୁଙ୍କ ପଥରେ ଚାଲିବେ ଓ ଈଶ୍ୱରଙ୍କ ଆଶୀର୍ବାଦ ନିଜ ଜୀବନରେ ଅନୁଭବ କରିବେ। ତା ବିପରୀତରେ ଯଦି ଆମେ ଅନୁଯୋଗ ଘୃଣା କରୁ, ପାଳନ ନ କରୁ, ଲଜ୍ଜିତ ହେବା, ସମସ୍ୟାର ସମ୍ମୁଖୀନ ହେବା ଏବଂ ଦରିଦ୍ର ହେବା। ଏଣୁ ପ୍ରିୟ ବନ୍ଧୁ, ମନୋନୟନ ଆମ ହାତରେ। ଆମେ କ'ଣ ମନୋନୀତ କରୁଛୁ? ତେଣୁ ଈଶ୍ୱର ତାଙ୍କ ପବିତ୍ର ବାକ୍ୟ ବାଇବଲରେ ଏହି କଥା କହନ୍ତି, ଯିଏ ଅନୁଯୋଗ ଘେନେ ସେ ମର୍ଯ୍ୟାଦା ପାଏ, ଯିଏ ଉପଦେଶ ଗ୍ରହଣ ଓ ପାଳନ କରେ ସେ ତାହା ପାଏ।